ଜାଣିଥିବେ ଯେ କିଭଳି ଭାବରେ ନାରୀମାନଙ୍କର ସୁରକ୍ଷା ବର୍ତ୍ତମାନ ଆଉ ନାହିଁ ସମାଜରେ। ତାଙ୍କୁ ଆପଣଙ୍କର ଆଖି ଆଗରେ ଘଟଣା ଏଇଠି ସମ୍ବଲପୁରରେ ଗୋଟେ ଦଳିତ ସ୍ତ୍ରୀ ଲୋକଟାକୁ ଆଣିକି ରାସ୍ତାରେ ପକାଇକି ଯେଉଁଭଳି ଭାବରେ ତାକୁ ଆଚରଣ କଲେ ଜଣେ ୱାର୍ଡ଼ ମେମ୍ବର, ସେ ବିଜେପିର ୱାର୍ଡ଼ ମେମ୍ବର ବୋଲି ମୁଁ ଶୁଣୁଛି, କିନ୍ତୁ କ'ଣ ଘଟଣା ତା ଭିତରେ ହେଇଛି ମୁଁ ଜାଣିନାହିଁ। କିନ୍ତୁ ରାସ୍ତା ଉପରେ ଗୋଟେ ମହିଳାକୁ ଯେଉଁଭଳି ଭାବରେ ଦୁର୍ବ୍ୟବହାର କରାଗଲା ଆପଣଙ୍କ ଆଖି ଆଗରେ, ଆପଣମାନେ ଦେଖୁଥିବେ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ତାଙ୍କୁ ଅଫିସ୍ ଭିତରେ ତାଙ୍କୁ ଆକ୍ରମଣ କରିଛନ୍ତି ଆମର ବର୍ତ୍ତମାନର ବିଧାୟକ, ଯିଏକି କରିବା କଥା ନୁହେଁ। ଜଣେ ବିଧାୟକର ସବୁବେଳେ ଗୋଟେ ସୀମା ରହିଛି, ଗୋଟେ ଲକ୍ଷ୍ମଣ ରେଖା ରହିଛି। ମୁଁ କେଉଁ ସୀମା ଭିତରେ ରହିକି ମୁଁ ସାମ୍ବାଦିକମାନଙ୍କ ସହିତ ସାଧାରଣ ଲୋକଙ୍କ ସହିତ ମୋର ଆଚରଣ କରିବି, ସେ ସୀମା ଉଲ୍ଲଙ୍ଘନ କରିଦେଇ ସାରିଲେଣି ବର୍ତ୍ତମାନର ବିଧାୟକ। ତେଣୁ ଇଏ ସବୁ ଦେଖୁଛନ୍ତି ଆପଣ। ଏବଂ କଂଗ୍ରେସ ଦଳ କେବେ ବି ମହିଳାମାନଙ୍କ ପ୍ରତି ଅପମାନ, ମହିଳାମାନଙ୍କର ସୁରକ୍ଷାରେ କେଉଁଠି ହାନି ବା ମହିଳାମାନଙ୍କ ସମ୍ମାନରେ ହାନି, ୟାକୁ ସହ୍ୟ କରିପାରେ ନାହିଁ। କାରଣ ସବୁବେଳେ ମହିଳାମାନଙ୍କର ସୁରକ୍ଷା ପାଇଁ କଂଗ୍ରେସ, ଦଳିତ, ମହିଳା, ମାଇନରିଟି, ଇଏ ସମସ୍ତଙ୍କ ପାଇଁ ଯଦି ଆଗକୁ ବଢ଼ୁଥାଏ କେଉଁ ଦଳ, ଯଦି ସମ୍ବିଧାନର ସୁରକ୍ଷା ପାଇଁ କେଉଁ ଦଳ ସବୁବେଳେ ଅଗ୍ରସର ହେଇଛି, ଆଗକୁ ହାତ ବଢ଼େଇଛି, ଯୁଦ୍ଧ କରିଛି, ଲଢ଼େଇ କରିଛି, ପାର୍ଲାମେଣ୍ଟ ଭିତରେ ବି ସମ୍ବିଧାନ ଧରିକିରି ଶପଥ ଗ୍ରହଣ କରିଛନ୍ତି ଆମର ନେତାମାନେ, ସିଏ ହେଉଛି କଂଗ୍ରେସ ଦଳ। ତେଣୁ ଦଳ ତରଫରୁ ଗୋଟେ ଆହ୍ୱାନ ଦିଆଯାଇଛି ସାରା ଓଡ଼ିଶାର ସବୁ ଜିଲ୍ଲାରେ ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କର ଆମେ ଅଫିସକୁ, ତାଙ୍କର ଯେଉଁ ରହିଲା କେନ୍ଦ୍ରାପଡ଼ାରେ ଆମର ଯେମିତି ଅଫିସ୍ ରହିଛି କଲେକ୍ଟରଙ୍କର, ତାକୁ ଆମେ ଘେରାଉ କରିବୁ ଏବଂ ସେଠି ଆମର ଅଭିଯୋଗ ପତ୍ର, ଆମର ମେମୋରାଣ୍ଡମ୍ ଆମେ ପ୍ରଦାନ କରିବୁ ରାଜ୍ୟପାଳଙ୍କୁ ଥ୍ରୁ କଲେକ୍ଟର, କାରଣ ସିଏ ହିଁ ତାଙ୍କର ପ୍ରତିନିଧି ଏଠି ଜିଲ୍ଲା ଭିତରେ। ଏବଂ ଏଥିରେ ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ଏବଂ ଅନ୍ୟାନ୍ୟ ଯାହା ସମସ୍ୟା ଅଛି ତା ଉପରେ ମଧ୍ୟ ମେମୋରାଣ୍ଡମ୍ ଦିଆଯିବ। ତେଣୁ ଆପଣମାନେ ଟିକେ 10 ତାରିଖ ଦିନ ଦେଖିବେ କିଭଳି ଭାବରେ କାର୍ଯ୍ୟକ୍ରମ ଆମର କରାହେଉଛି। 1000ରୁ ଉର୍ଦ୍ଧ୍ୱ ଲୋକଙ୍କର ଆମେ ରଖିଛୁ, ସମସ୍ତେ ଆମର କାର୍ଯ୍ୟକର୍ତ୍ତା ଆସି ପହଞ୍ଚିବେ, ବେଶୀ ସଂଖ୍ୟାରେ ମହିଳା ଆସିବା ପାଇଁ, କାରଣ ତାଙ୍କରି ପାଇଁ ଏ କାର୍ଯ୍ୟକ୍ରମ କରାହେଇଛି। ତେଣୁ ସେ ଦିଗରେ ଆମକୁ ଆପଣଙ୍କର ସହଯୋଗର କାମନା ମୁଁ କରୁଛି। ତାରିଖ ଦିନ କଲେକ୍ଟରଙ୍କୁ, ରାଜ୍ୟପାଳଙ୍କୁ କଲେକ୍ଟରଙ୍କ ଜରିଆରେ ଏକ ଦାବିପତ୍ର ଦିଆଯିବ। ରାଜ୍ୟରେ ନାରୀମାନଙ୍କ ସୁରକ୍ଷା, ଆଇନ ଶୃଙ୍ଖଳାର ଦୁସ୍ଥିତି ଏବଂ ସାମ୍ବାଦିକ ବନ୍ଧୁମାନଙ୍କ ଉପରେ ଆକ୍ରମଣ, ଏସବୁକୁ ନେଇ ଆମର ଦାବିପତ୍ର 10 ତାରିଖ ଦିନ ଦିଆଯିବ। ତାହାରି ପାଇଁ ତ ଆମେ ପ୍ରତିବାଦ କରୁଛୁ, ତାହାରି ପାଇଁ ଦାବିପତ୍ର ହିଁ ଦେବୁ ଆମେ। ଯେହେତୁ ଆପଣମାନଙ୍କର ସୁରକ୍ଷା ନାହିଁ, ଆପଣମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ପାଇଁ, ସରକାରକୁ ଆମେ ଚେତାଇବା ପାଇଁ 10 ତାରିଖ ଦିନ ଆମର এই କାର୍ଯ୍ୟକ୍ରମ ହାତକୁ ନିଆହେଇଛି। ଦାବି ରହିବ ତ ମୁଁ ଆପଣଙ୍କୁ କହିଲି, ନାରୀ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କି ଦୁସ୍ଥିତି ତାର ବିରୁଦ୍ଧରେ ଏବଂ ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା ପାଇଁ, ବେକାରୀ ସମସ୍ୟାର ସମାଧାନ ପାଇଁ ଆମର ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ମହୋଦୟ ଯେହେତୁ ସବୁ ଜିଲ୍ଲାରେ ଏଇଟା କରାଯାଉଛି ନିର୍ଦ୍ଦେଶ ଦେଇଛନ୍ତି, ତାଙ୍କରି ନିର୍ଦ୍ଦେଶରେ ମୁଁ ଏଠିକି ଅବଜର୍ଭର ହେଇକି ଆସିଛି। 10 ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଆମର କଂଗ୍ରେସ ଭାଇ ଭଉଣୀମାନେ, କଂଗ୍ରେସ ଦଳର କର୍ମୀମାନେ, କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ଅଫିସ୍ ଘେରାଉ କରିବେ ଏବଂ ଦାବିପତ୍ର ଦେବେ। ଦିନଲିପି ଲାଇଭକୁ ଏବେ ହିଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।